ସେମାନେ ପହଁରି ପହଁରି ଭାସିଗଲେ ଯେଉଁମାନଙ୍କୁ ତାଙ୍କ ଉପରେ ଗର୍ବ ଥିଲା, ଓ ସେମାନେ ଭାସି ଭାସି ମଧ୍ୟ କୂଳରେ ଲାଗିଗଲେ ଯେଉଁମାନଙ୍କ ଭଗବାନଙ୍କ ଉପରେ ଭରସା ଥିଲା। କେବଳ ଟଙ୍କାରେ କେହି ଧନବାନ ହୋଇନଥାନ୍ତି। ସତରେ ଧନବାନ ସେ ହୋଇଥାଏ ଯାହା ପାଖରେ ଭଲ ଚିନ୍ତା, ଭଲ ସମ୍ପର୍କ ଓ ଭଲ ବିଚାର ରହିଥାଏ। କେବେ କେବେ କାହା କଥା ଆମକୁ ଏତେ ଖରାପ ଲାଗିଥାଏ କି ଆମେ ଚୁପ୍ ହୋଇଯାଇଥାଉଁ ଓ ଭାବିଥାଉଁ, କ'ଣ ସତରେ ଆମେ ଏତେ ଖରାପ ଅଟୁଁ? ଘଣ୍ଟାର ଟିକ୍ ଟିକ୍ ଶବ୍ଦକୁ ସାଧାରଣ ଭାବନ୍ତୁ ନାହିଁ। ଏହା ଭାବି ନିଅନ୍ତୁ ଜୀବନର ଗଛରେ କୁରାଢ଼ୀର ଚୋଟ ଅଟେ, ଯାହାକି କେତେବେଳେ ମଧ୍ୟ ଭାଙ୍ଗିଯିବ ଓ ଜୀବନ ସରିଯିବ। ମୋବାଇଲ ଆମକୁ 3ଟି କଥା ଶିଖାଉଛି। ପ୍ରଥମଟି ହେଲା, ଯେଉଁଟା ଆମକୁ ଭଲ ଲାଗୁଛି ତାକୁ ସୁରକ୍ଷିତ ରଖନ୍ତୁ, ଯାହାକି ସେଫ୍ ହୋଇଥାଏ। ଦ୍ୱିତୀୟଟି ହେଲା, ଯେଉଁଟା ଆମକୁ ଖୁସି ଲାଗୁଛି ତାକୁ ଅନ୍ୟ ଲୋକଙ୍କ ସହିତ ବାଣ୍ଟନ୍ତୁ, ଯାହାକି ସେୟାର ହୋଇଥାଏ। ଓ ତୃତୀୟଟି, ଯେଉଁଟା ଆମକୁ ଭଲ ଲାଗିନଥାଏ ତାକୁ ଦୂର କରିଦିଅନ୍ତୁ, ଯାହାକି ଡିଲିଟ୍ ହୋଇଥାଏ। ଯଦି ଏହି 3ଟି ଜିନିଷକୁ ଆମେ ଜୀବନରେ ପାଳନ କରିବା ତ ଆମ ଜୀବନ ଖୁସିରେ ଭରିଯିବ। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।